ବକ୍ରି ଶନିଙ୍କର ତୁଳା ରାଶି ଉପରେ ପ୍ରଭାବ ଏବଂ ଏହାର ସୁଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ରାଶିଚକ୍ରର ସପ୍ତମ ଭାବ ତୁଳା ରାଶି। ଏହି ରାଶିଚକ୍ରର ଦ୍ୱିତୀୟ ବୃଷ ଓ ସପ୍ତମ ତୁଳା ରାଶିର ଅଧିପତି ହେଲେ ଶୁକ୍ର। ପୂର୍ବ ଏପିସୋଡ଼ରେ ଆମେ ବୃଷ ରାଶି ବିଷୟରେ ଆଲୋଚନା କରିଛେ। ଏବେ ବକ୍ରି ଶନିଙ୍କର ତୁଳା ରାଶି ଉପରେ କ'ଣ ପ୍ରଭାବ ରହୁଛି ତାହା ଆଲୋଚନା କରିବା। ତୁଳା ରାଶିରେ 3ଗୋଟି ନକ୍ଷତ୍ର ଯଥାକ୍ରମେ ଚିତ୍ରା, ସ୍ୱାତି ଓ ବିଶାଖା ନକ୍ଷତ୍ର ଭୋଗ ହୋଇଥାଏ। ଏହି ନକ୍ଷତ୍ର ଗୁଡ଼ିକର ଅଧିପତି ମଙ୍ଗଳ, ରାହୁ ଓ ବୃହସ୍ପତି ହୋଇଥିବାରୁ ତୁଳା ରାଶି ଉପରେ ଶୁକ୍ର ମହାଗ୍ରହଙ୍କର ଆଧିପତ୍ୟ ଥିଲେ ମଧ୍ୟ ତୁଳା ରାଶି ଜାତ ବ୍ୟକ୍ତିଙ୍କ ଉପରେ ମଙ୍ଗଳ, ରାହୁ ଓ ବୃହସ୍ପତି ମହାଗ୍ରହଙ୍କର ପ୍ରଭାବ ରହିଥାଏ। ଏହିସବୁ କାରଣରୁ ତୁଳା ରାଶିର ବ୍ୟକ୍ତି ଆକର୍ଷକ, ସନ୍ତୁଳିତ ଓ ସତର୍କ ରହିବା ସଙ୍ଗେ ସଙ୍ଗେ ବେପରୁଆ ଓ ସ୍ୱାର୍ଥପର ମଧ୍ୟ ହୋଇଥାନ୍ତି। ତୁଳା ରାଶିର ଅଧିପତି ଶୁକ୍ର ମହାରାଜଙ୍କୁ ସଂସାରର ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ବିବେଚନା କରାଯାଇଥାଏ। ସ୍ୱୟଂ ବ୍ୟାସଦେବ ଶ୍ରୀମଦ୍ ଭଗବତ୍ ଗୀତାର 10ମ ଅଧ୍ୟାୟ ବିଭୂତି ଯୋଗରେ ଶୁକ୍ରାଚାର୍ଯ୍ୟଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ, କବିମାନଙ୍କ ମଧ୍ୟରେ ସଂସାରର ସବୁଠାରୁ ଶ୍ରେଷ୍ଠ କବି ହେଉଛନ୍ତି ମୂଷନା କବି ଅର୍ଥାତ୍ ଶୁକ୍ରାଚାର୍ଯ୍ୟ। ପୁଣି ନବଗ୍ରହ ସ୍ତୋତ୍ରରେ ବ୍ୟାସଦେବ ଶୁକ୍ରଙ୍କ ବିଷୟରେ ଯେଉଁ ସ୍ତୁତି ରଚନା କରିଛନ୍ତି, ଓಂ ହିମକୁନ୍ଦ ମଣାଳାଭଂ ଦୈତ୍ୟାନଂ ପରମ ଗୁରୁଂ ସର୍ବଶାସ୍ତ୍ର ପ୍ରବକ୍ତାରଂ ଭାର୍ଗବଂ ପ୍ରଣମାମ୍ୟହମ୍। ଏହି ଶ୍ଲୋକର ଅର୍ଥ ହେଲା, ଯିଏ ଦୈତ୍ୟ ବା ଅସୁରମାନଙ୍କ ପରମ ଗୁରୁ, ଯାହାଙ୍କ ସ୍ୱରୂପ ବରଫ ଚାଦର ପରି କାନ୍ତିମୟ, ସେହି ସମସ୍ତ ଶାସ୍ତ୍ରର ଜ୍ଞାତା ବା ପ୍ରବକ୍ତା ଶୁକ୍ରାଚାର୍ଯ୍ୟଙ୍କୁ ମୁଁ ପ୍ରଣାମ କରୁଛି। ସମସ୍ତ ଅଷ୍ଟାଦଶ ପୁରାଣ, ଶ୍ରୀମଦ୍ ଭଗବତ୍ ଗୀତା ଓ ଶ୍ରୀମଦ୍ ଭାଗବତର ଭାଷ୍ୟକାର ତଥା ବେଦର ପୁନର୍ବିନ୍ୟାସ କରିଥିବା ବେଦବ୍ୟାସ ବା ମହାମୁନି ବ୍ୟାସ ମୁକ୍ତକଣ୍ଠରେ ଶୁକ୍ରାଚାର୍ଯ୍ୟଙ୍କୁ ସଂସାରର ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ସ୍ୱୀକାର କରିଛନ୍ତି। ପୁରାଣ ଶାସ୍ତ୍ରରେ ଶୁକ୍ରାଚାର୍ଯ୍ୟ ନିଜ ତପସ୍ୟା ବଳରେ ଶିବଙ୍କଠାରୁ ମୃତ ସଞ୍ଜୀବନୀ ବିଦ୍ୟା ହାସଲ କରିଥିବାର ବର୍ଣ୍ଣନା ରହିଛି। ଗ୍ରହ ଜଗତରେ ଶୁକ୍ରଙ୍କର ଅନ୍ୟ ଏକ ବିଶେଷତ୍ୱ ରହିଛି ମନ୍ତ୍ରିତ୍ୱ ବା ମନ୍ତ୍ରଣାକାରକ ଗ୍ରହ। ତେଣୁ ଦେଖାଯାଇଥାଏ, ବୃଷ ଓ ତୁଳା ରାଶିର ଜାତକ ବା ବ୍ୟକ୍ତିବିଶେଷ ସାହିତ୍ୟ, ସଙ୍ଗୀତ, କଳା ପ୍ରଭୃତିରେ ରୁଚି ରଖୁଥିବା ବେଳେ ରାଜନୀତି ପ୍ରତି ମଧ୍ୟ ଆକୃଷ୍ଟ ହୋଇଥାନ୍ତି ଏବଂ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି। ଶୁକ୍ର ଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀ ହୋଇଥାନ୍ତି। ତେଣୁ ବୃଷ ରାଶି ଓ ତୁଳା ରାଶିର ବ୍ୟକ୍ତିବିଶେଷ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କଲେ ଧନ ବା ଆର୍ଥିକ କ୍ଷେତ୍ରରେ ସେମାନେ ଅଧିକ ସମୃଦ୍ଧ ହୋଇଥାନ୍ତି। ଗ୍ରହ ଜଗତରେ ଶୁକ୍ରଙ୍କର ମିତ୍ର ହେଲେ ଶନି ଓ ବୁଧ। ଶୁକ୍ର ଓ ଶନିଙ୍କର ମିତ୍ରତା ସମ୍ପର୍କରେ ମହାନ କବି କାଳିଦାସ ତାଙ୍କ ପ୍ରଣୀତ ପ୍ରସିଦ୍ଧ ଜ୍ୟୋତିଷ ଗ୍ରନ୍ଥ ଉତ୍ତର କାଳାମୃତରେ ଉଲ୍ଲେଖ କରିଛନ୍ତି। ଶୁକ୍ର ଓ ଶନି ଦଶା ଅନ୍ତର୍ଦଶାରେ ପରସ୍ପର ସମ୍ପର୍କିତ ହେଲେ ଶୁକ୍ର ଶନି ପାଲଟି ଯାଆନ୍ତି ଏବଂ ଶନି ଶୁକ୍ର ରୂପେ ପରିବର୍ତ୍ତିତ ହୋଇଯାଆନ୍ତି। ସେଇଥିପାଇଁ ତ ବୈରାଗ୍ୟ ପ୍ରଦାନକାରୀ ଗ୍ରହ ଶନି ମହାନ ଜ୍ଞାନୀ ଶୁକ୍ରଙ୍କର ତୁଳା ରାଶିରେ ଅବସ୍ଥାନ କଲେ ଉଚ୍ଚ ହୋଇଥାନ୍ତି ଏବଂ ଶସ୍ୟ ଯୋଗର ନିର୍ମାଣ ହୋଇଥାଏ। ଶସ୍ୟ ଯୋଗରେ ଜନ୍ମିତ ବ୍ୟକ୍ତି ସମାଜର ଶୀର୍ଷ ସ୍ତରରେ ପହଞ୍ଚି ପୁରୁଷାର୍ଥକୁ ସାର୍ଥକ କରିବା ଦେଖାଯାଇଥାଏ। ଚଳିତ 2024 ଜୁନ 29 ତାରିଖ ଶନିବାର ରାତି 11:40 ଶନି ମହାଗ୍ରହ ନିଜ ରାଶି କୁମ୍ଭ ରାଶିରେ ବକ୍ର ଗମନ କରିବାକୁ ଯାଉଛନ୍ତି ବା ବକ୍ରି ହେବାକୁ ଯାଉଛନ୍ତି। ଏହା ନଭେମ୍ବର 14 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେଣୁ ଏହି କୁମ୍ଭ ରାଶିରେ ଶନି ବକ୍ର ଥିବା ସମୟରେ ତୁଳା ରାଶିର ଚତୁର୍ଥ ମକର ଓ ପଞ୍ଚମ କୁମ୍ଭ ରାଶିକି ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଶନି ତୁଳା ରାଶିର ପଞ୍ଚମ ସ୍ଥାନ କୁମ୍ଭ ରାଶିରେ ବକ୍ରି ହେବା ଘଟଣା ତୁଳା ରାଶି ପାଇଁ ବହୁତ ଶୁଭଫଳ ପ୍ରଦାନ କରିବାର ସୂଚନା ରହୁଛି। ପଞ୍ଚମ ସ୍ଥାନରେ ବକ୍ରି ଶନି ଆର୍ଥିକ ଲାଭ ସହିତ
ଧନଭାବର ସ୍ୱଚ୍ଛଳତା ପ୍ରଦାନ କରିବ। ଜାଗାବାଡ଼ି କ୍ରୟ କରିବାର ବହୁତ ସମ୍ଭାବନା। ନୂତନ ଗୃହ ନିର୍ମାଣ ବା ପୁରୁଣା ଘରର ପୁନର୍ବିନ୍ୟାସ ହୋଇପାରେ। ଚାକିରି ବା କର୍ମକ୍ଷେତ୍ରରେ ସନ୍ତୋଷଜନକ ଫଳ ମିଳିବ। ଗୃହରେ ମାଙ୍ଗଳିକ କର୍ମ କରିବାର ଚିନ୍ତାଧାରା ଉଦ୍ରେକ ହେବ। ପ୍ରଣୟରତ ବ୍ୟକ୍ତି ବିଶେଷ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ମନ ବଳାଇବେ। ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନେ ପାଠପଢ଼ାରେ ମନ ଲଗାଇବେ। ଅନ୍ୟ କେତେକ କ୍ଷେତ୍ରରେ ଶ୍ୱାସ ବା ଫୁସ୍ଫୁସ୍ ବିକାର ଜନିତ ରୋଗ ଭୋଗୁଥିବା ରୋଗୀମାନେ ଥଣ୍ଡା କାଶ ରୋଗ ପ୍ରତି ସାବଧାନ ରହିବା ଦରକାର। ସାମୟିକ ମସ୍ତିଷ୍କ ପୀଡ଼ା ମଧ୍ୟ ଦେଖାଦେଇପାରେ। ଅବସାଦଗ୍ରସ୍ତ ରହିପାରନ୍ତି। ଏହିସବୁ ପୀଡ଼ାରୁ ରକ୍ଷା ପାଇବା ପାଇଁ ତଥା ଅନ୍ୟ କ୍ଷେତ୍ରରେ ସୁଫଳ ପାଇବା ପାଇଁ ପ୍ରତ୍ୟହ ମା ମହାଲକ୍ଷ୍ମୀଙ୍କର ପୂଜା ଆରାଧନା କରନ୍ତୁ। ମହାଲକ୍ଷ୍ମୀଙ୍କର ଅଷ୍ଟକ ପାଠ କରନ୍ତୁ। ନିଶ୍ଚୟ ଶୁଭଫଳ ପାଇବେ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର।